भगवान विष्णुंकर तो अनेक रूप अच्छी आमे समस्ते जानिछे हेले तांकर गोटे एमिति रूप अच्छी जहा बहुत रहस्यमय आ एहार वर्णना कौनसी साधारण शास्त्र रे मिलने बरम मिले आमरी एक आंचलिक महाकाव्य आसंतु से विषय आज जानिबा। ଶୁଣିବାକୁ ଟିକେ ଅଜବ ଲାଗୁଛି ନା? ଗଞ୍ଜାର ମୁଣ୍ଡ, ମୟୂରର ବେକ, ସିଂହର ଅଣ୍ଟା, ଏ କେମିତିକା ଜୀବ? କିନ୍ତୁ ବିଶ୍ୱାସ କରନ୍ତୁ, ଏଇ ଯୋଉ ଅଦ୍ଭୁତ ଜୀବର ବର୍ଣ୍ଣନା କରାଗଲା ତା ପଛରେ ଗୋଟେ ବହୁତ ଗଭୀର ଦାର୍ଶନିକ କଥା ଲୁଚି ରହିଛି। ହଁ, ଏହି ଅଦ୍ଭୁତ ଜୀବର ନାଁ ହେଉଛି ନବଗୁଞ୍ଜରା। ଆଉ ଏ କିଛି ସାଧାରଣ କାଳ୍ପନିକ ଜୀବ ନୁହେଁ। ଏ ହେଉଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁଙ୍କର ଏକ ରୂପ। ଆଉ ଏହି ରୂପର ବର୍ଣ୍ଣନା ମିଳେ ପଞ୍ଚଦଶ ଶତାବ୍ଦୀରେ ଶାରଳା ଦାସଙ୍କ ଦ୍ୱାରା ଲେଖାଯାଇଥିବା ଆମ ଓଡ଼ିଆ ମହାଭାରତରେ। ତେବେ ଏହି ନବଗୁଞ୍ଜର ଦର୍ଶନ କେମିତି ହେଲା? ଏହାକୁ ଭଲ ଭାବରେ ବୁଝିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ, ଅର୍ଜୁନଙ୍କ କାହାଣୀକୁ। କାରଣ ଏହି ସବୁର ଆରମ୍ଭ ହେଉଛି ଗୋଟିଏ ଭଙ୍ଗା ପ୍ରତିଜ୍ଞାରୁ। କଥାଟା ହେଲା, 5 ପାଣ୍ଡବ ଭାଇ ନିଜ ଭିତରେ ଗୋଟେ ନିୟମ କରିଥିଲେ। ସେମାନଙ୍କ ପତ୍ନୀ ଦ୍ରୌପଦୀଙ୍କ ସହ ଏକା ସମୟରେ କେବଳ ଜଣେ ହିଁ ରହିବେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଗୋଟେ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ ଅର୍ଜୁନଙ୍କୁ ନିଜ କର୍ତ୍ତବ୍ୟ ପାଇଁ ସେହି ନିୟମ ଭାଙ୍ଗିବାକୁ ପଡ଼ିଲା। ଆଉ ଏହାର ଦଣ୍ଡ ସ୍ୱରୂପ ସେ ନିଜ ଇଚ୍ଛାରେ 12 ବର୍ଷର ବନବାସ ଗ୍ରହଣ କଲେ। କିନ୍ତୁ ଜାଣନ୍ତି, ଏଇ ଯୋଉ ପରିସ୍ଥିତି ସୃଷ୍ଟି ହେଲା ତାହା କିଛି ଆକସ୍ମିକ ନଥିଲା। ଏହା ପଛରେ ଥିଲା ଏକ ଦିବ୍ୟ ଛଳନା। ସ୍ୱୟଂ ଅଗ୍ନିଦେବତା ଏହି ସାରା ଘଟଣାକ୍ରମ ରଚନା କରିଥିଲେ। କାହିଁକି? କାରଣ ତାଙ୍କର ଏକ ଦିବ୍ୟ ରୋଗରୁ ମୁକ୍ତି ପାଇଁ ଖାଣ୍ଡବ ବନକ ଦହନ କରିବାର ଥିଲା। ଆଉ ଏଥିପାଇଁ କେବଳ ଅର୍ଜୁନ ହିଁ ସାହାଯ୍ୟ କରିପାରିଥାନ୍ତେ। ତେଣୁ ଅର୍ଜୁନଙ୍କ ବନବାସ ପ୍ରକୃତରେ ଏକ ଦଣ୍ଡ ନଥିଲା, ବରଂ ଏକ ଦୈବ ନିର୍ଦ୍ଧାରିତ ଯାତ୍ରା ଥିଲା। ବନବାସ ସମୟରେ ହିଁ ଅର୍ଜୁନଙ୍କ ଯାତ୍ରାର ଆରମ୍ଭ ହେଲା ପରବର୍ତ୍ତୀ ପର୍ଯ୍ୟାୟ। ଏବେ ତାଙ୍କର ପରାକ୍ରମ ଏବଂ ଧୈର୍ଯ୍ୟର ଅସଲ ପରୀକ୍ଷା ହେବାର ଥିଲା। ତ ଜଙ୍ଗଲରେ ଘୂରିବା ବେଳେ ଅର୍ଜୁନଙ୍କର ଭେଟ ହେଲା ଜଣେ ଶକ୍ତିଶାଳୀ ତପସ୍ୱୀଙ୍କ ସହ। ଗୋଟେ ମଲା ଗଣ୍ଡାକୁ ନେଇ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହେଲା। ଆଉ ଦେଖୁ ଦେଖୁ ତାହା ଏକ ଭୀଷଣ ଯୁଦ୍ଧର ରୂପ ନେଲା। କିନ୍ତୁ ସେହି ତପସ୍ୱୀ ଜଣକ ସାଧାରଣ ନଥିଲେ। ଯୁଦ୍ଧ ପରେ ଯେତେବେଳେ ସେ ନିଜର ପ୍ରକୃତ ରୂପ ଦେଖାଇଲେ, ଅର୍ଜୁନ ଦେଖିଲେ ଯେ ସେ ଆଉ କେହି ନୁହନ୍ତି, ସ୍ୱୟଂ ଭଗବାନ ଶିବ। ଅର୍ଜୁନଙ୍କର ଶକ୍ତି ଓ ସାହସ ଦେଖି ସେ ବହୁତ ପ୍ରସନ୍ନ ହେଲେ। ଫଳରେ ଭଗବାନ ଶିବ ତାଙ୍କୁ ଦେଲେ ପାଶୁପତ ଅସ୍ତ୍ର, ଆଉ ମାତା ପାର୍ବତୀ ଦେଲେ ଅକ୍ଷୟ ତୁଣୀର, ଯେଉଁଥିରୁ ତୀର କେବେ ବି ସରେ। ଆଉ ଏହାପରେ ହିଁ ଆସେ କାହାଣୀର ସେହି ମୁହୂର୍ତ୍ତ ଯେଉଁଥିପାଇଁ ଏତେ ସବୁ ଘଟଣା ଘଟୁଥିଲା, ନବଗୁଞ୍ଜରଙ୍କ ଦର୍ଶନ। ତ ନିଜ ପ୍ରିୟ ସଖା ଅର୍ଜୁନଙ୍କ ବନବାସ କଥା ଶୁଣି ଭଗବାନ କୃଷ୍ଣ ତାଙ୍କୁ ଦେଖା କରିବାକୁ ଆସିଲେ। କିନ୍ତୁ ସେ ତାଙ୍କର ସେହି ସାଧାରଣ ରୂପରେ ଆସିବାକୁ ଚାହିଁଲେ ନାହିଁ। ସେ ଚାହିଁଲେ ଅର୍ଜୁନଙ୍କୁ ଏକ ଏମିତି ସତ୍ୟର ଦର୍ଶନ କରାଇବେ ଯାହା ତାଙ୍କର ସବୁ ଦ୍ୱନ୍ଦ୍ୱ ଦୂର କରିଦେବା। ଆଉ ସେତେବେଳେ ହିଁ ଅର୍ଜୁନ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ। ଶାରଳା ଦାସଙ୍କ ମହାଭାରତ ଅନୁସାରେ ପ୍ରଭୁ 9ଟି ଜୀବଙ୍କ ରୂପକୁ ଗୋଟିଏ ଶରୀରରେ ଧାରଣ କରି ପ୍ରକଟ ହେଲେ। ତାଙ୍କର ମୁଣ୍ଡ ଥିଲା ଗଞ୍ଜାର, ବେକ ମୟୂରର, କୁଜ ବୃଷଭର ଆଉ ଅଣ୍ଟା ସିଂହର। କଳ୍ପନା କରନ୍ତୁ ଟିକେ, କେତେ ଆଶ୍ଚର୍ଯ୍ୟଜନକ ଥିବ ସେ ଦୃଶ୍ୟ। ଆସନ୍ତୁ ଏହି 9ଟି ଅଂଶକୁ ଭଲ ଭାବରେ ଦେଖିବା। ମୁଣ୍ଡଟା ଥିଲା ଗଞ୍ଜାର, ବେକ ମୟୂରର, ପିଠିରେ ବୃଷଭର କୁଜ ଆଉ ଅଣ୍ଟା ସିଂହର। ଏତିକିରେ କଥା ସରିନି। ତାଙ୍କର 3ଟି ଗୋଡ଼ ଥିଲା ବାଘ, ଘୋଡ଼ା ଆଉ ହାତୀର। ଲାଞ୍ଜ ଜଗାରେ ଥିଲା ଗୋଟା ସାପ। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ତାଙ୍କର ଚତୁର୍ଥ ଅଙ୍ଗଟି ଥିଲା ମଣିଷର ହାତ, ଯୋଉଥିରେ ସେ ଗୋଟିଏ ପଦ୍ମଫୁଲ ଧରିଥିଲେ। ସବୁ ଅଲଗା ଅଲଗା, କିନ୍ତୁ ଏକାଠି ମିଶି ଗୋଟେ ସମ୍ପୂର୍ଣ୍ଣ ରୂପ। ଏମିତି ଗୋଟେ ଅସମ୍ଭବ ଜୀବକୁ ଦେଖି ଅର୍ଜୁନ ପୂରା ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ବୁଝିପାରିଲେନି ଯେ ଏହାର ଅର୍ଥ କ'ଣ ହୋଇପାରେ। ଏମିତି ଗୋଟେ ଅଦ୍ଭୁତ ଆଉ ଆଶ୍ଚର୍ଯ୍ୟଜନକ ରୂପ କାହିଁକି? ତାଙ୍କ ମନରେ ଉଠିଥିବା ଏହି ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି ନବଗୁଞ୍ଜର ତତ୍ତ୍ୱର ଅସଲ ରହସ୍ୟ। ତେବେ ଆସନ୍ତୁ ଜାଣିବା ଏହି ରୂପର ପ୍ରକୃତ ଅର୍ଥ କ'ଣ ଥିଲା। କାହିଁକିନା ଏହା କେବଳ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ନଥିଲା, ଏହା ଥିଲା ବ୍ରହ୍ମାଣ୍ଡୀୟ ସୌହାର୍ଦ୍ଦ୍ୟର ଏକ ପ୍ରତୀକ। ସେତେବେଳେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବୁଝାଇଲେ। ସେ କହିଲେ, ଏହି ରୂପ ହିଁ ତ ସୃଷ୍ଟିର ଅସଲ ରହସ୍ୟ। ଏ ସଂସାରରେ ଥିବା ପ୍ରତ୍ୟେକ ପ୍ରାଣୀ, ସେ ପକ୍ଷୀ ହେଉ, ପଶୁ ହେଉ, ସାପ ହେଉ ବା ମଣିଷ, ସମସ୍ତେ ଦେଖିବାକୁ ଅଲଗା ହେଲେ ବି ସମସ୍ତେ ମୋରି ହିଁ ଅଂଶ। ଆଉ ସମସ୍ତେ ମୋ ଭିତରେ ହିଁ ଏକାଠି ସୁନ୍ଦର ଭାବରେ ଅଛନ୍ତି। ଏହା ଥିଲା ଏକତାର ବାର୍ତ୍ତା।
ଏଇଟା ଗୋଟେ ବହୁତ ବଡ଼ କଥା। ସାଧାରଣତଃ ଆମେ ଭାବୁ ଯେ ଯାହା ଅଲଗା ତାହା ଆମଠୁ ଦୂରରେ, ଭିନ୍ନତା ମାନେ ହିଁ ବିଭାଜନ। କିନ୍ତୁ ନବଗୁଞ୍ଜର ଆମକୁ ଏହାର ଓଲଟା କଥା ଶିଖାଉଛନ୍ତି। ଏହି ରୂପ କହୁଛି ଯେ ଦୁନିଆଟା ଅଲଗା ଅଲଗା ଜିନିଷର ସମାହାର ନୁହେଁ, ବରଂ ଏହା ଗୋଟିଏ ସୁନ୍ଦର, ସୁସଙ୍ଗତ ବ୍ୟବସ୍ଥା। ଆଉ ଅସଲ ଶକ୍ତି ସମସ୍ତଙ୍କୁ ଗୋଟିଏ ଭଳି କରିବାରେ ନାହିଁ, ବରଂ ସବୁ ଭିନ୍ନତାକୁ ଏକାଠି କରି ସେଥିରେ ସୌହାର୍ଦ୍ଦ୍ୟ ସ୍ଥାପନ କରିବାରେ ହିଁ ଅଛି। ଆଉ ଏହି ଯୋଉ ଦର୍ଶନ, ଏହା ହିଁ ତ ଆମ ଜଗନ୍ନାଥ ଚେତନାର ମୂଳ କଥା, ଯେଉଁଠି ସବୁ ରୂପ, ସବୁ ବିଶ୍ୱାସ ଆଉ ସବୁ ଜୀବ ସେହି ଗୋଟିଏ ଦିବ୍ୟତା ଭିତରେ ଏକାକାର ହୋଇଯାଆନ୍ତି। ଯେମିତି ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆପଣାର କରନ୍ତି, ଠିକ୍ ସେମିତି ନବଗୁଞ୍ଜରଙ୍କର ଏହି ରୂପ ଆମକୁ ସମସ୍ତଙ୍କ ଭିତରେ ଥିବା ସେହି ଏକତାକୁ ଦେଖିବାକୁ ଶିଖାଏ। ଏହି ସିଦ୍ଧାନ୍ତକୁ ହିଁ କୁହାଯାଏ ବ୍ରହ୍ମାଣ୍ଡୀୟ ସୌହାର୍ଦ୍ଦ୍ୟ ବା କସ୍ମିକ୍ ହାର୍ମୋନି। ଏହାର ଅର୍ଥ ହେଲା ଏହି ବ୍ରହ୍ମାଣ୍ଡ ଆମକୁ ବାହାରୁ ଯେତେ ବିଶୃଙ୍ଖଳିତ ବା ଅଲଗା ଅଲଗା ଲାଗିଲେ ବି ପ୍ରକୃତରେ ଏହା ଗୋଟିଏ ସୁନ୍ଦର ଭାବରେ ସଜା ହୋଇଥିବା ସମ୍ପୂର୍ଣ୍ଣ ରୂପ। ଏଠି ପ୍ରତ୍ୟେକ ଜିନିଷର, ସେ ଯେତେ ଛୋଟ ବା ବଡ଼ ହୋଇନା କାହିଁକି, ତାର ନିଜର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ତେବେ ଶେଷରେ ଗୋଟେ କଥା ଭାବିବାକୁ ରହିଲା, ଆମେ ଆମ ଚାରିପାଖରେ ଯେତେ ସବୁ ବିବିଧତା ଦେଖୁଛେ, ଏତେ ପ୍ରକାରର ଜୀବ, ଗଛ, ମଣିଷ, ଯଦି ଏସବୁ କୌଣସି ବିଶୃଙ୍ଖଳା ନୁହେଁ ବରଂ ଗୋଟିଏ ଦିବ୍ୟ ବାର୍ତ୍ତା ହୋଇଥିବ ତ, ଗୋଟେ ଏମିତି ବାର୍ତ୍ତା ଯାହା ଆମେ ବୁଝିବା ପାଇଁ ଅପେକ୍ଷା କରିଛି। କ'ଣ କହୁଛନ୍ତି?